ମହାସମାରୋହରେ ପାଳିତ ହେଲା ହରଭଙ୍ଗା ସାଇ ମନ୍ଦିର ରତ୍ନମୁଦ ଉତ୍ସବ। ବୌଦ୍ଧ ଜିଲ୍ଲା ହରଭଙ୍ଗାର ନବନିର୍ମିତ ସାଇ ମନ୍ଦିରର ରତ୍ନମୁଦ ଉତ୍ସବ ଗୁରୁବାର ଦିନ ହରଭଙ୍ଗା ସାଇ ସଦନ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି। ରତ୍ନମୁଦ ଉତ୍ସବ ଅବସରରେ ଆଜି ପ୍ରାତଃରେ ମହାନଦୀରୁ ପୂର୍ଣ୍ଣଜଳ କୁମ୍ଭକଳସ ଯାତ୍ରା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ବାତାବରଣରେ ଯଜ୍ଞ ମଣ୍ଡପରେ ଅବସ୍ଥାପିତ କରାଯାଇଥିଲା। ଜ୍ୟୋତିଷଙ୍କ ମନ୍ତ୍ରପାଠ, ହରିବୋଲ, ହୁଳହୁଳି ସଂକୀର୍ତ୍ତନରେ ମନ୍ଦିରର ରତ୍ନମୁଦ ସମାପନ ହୋଇଥିଲା। ଏହି ରତ୍ନମୁଦ କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସିଂ ଓ ତାଙ୍କର ସହଧର୍ମିଣୀ ସ୍ନେହଲତା ସିଂ କାର୍ଯ୍ୟଭାର ତୁଲାଇଥିବା ବେଳେ ଏହି ଅବସରରେ ହୋମଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ କରାଯାଇଥିଲା ଓ ଅଞ୍ଚଳର ଶହ ଶହ ଭକ୍ତ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ। ଏହି ମନ୍ଦିର ବୌଦ୍ଧ ଜିଲ୍ଲାର ପ୍ରଥମ ସାଇ ମନ୍ଦିର ହୋଇଥିବାରୁ ପୁରୋହିତ ମନୋରଞ୍ଜନ ମିଶ୍ର, ଲାଲା ତ୍ରିପାଠୀ, ପପୁ ପୁରୋହିତ, ହରି ପୁରୋହିତ ଆଦି ହୋମଯଜ୍ଞ ମନ୍ତ୍ରପାଠ କରିଥିଲେ। ସନ୍ଧ୍ୟା ସମୟରେ କୃଷ୍ଣଗୁରୁ ନାମଯଜ୍ଞ ଅନୁଷ୍ଠିତ ହୋଇଥିବାର ମଧ୍ୟ ଦେଖାଯାଇଥିଲା। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।